ଚିତ୍ତରଞ୍ଜନ ମନ୍ତ୍ରୀ ପଞ୍ଚାୟତ ସମିତି ସଭ୍ୟ ଅଳାବଳ ଗ୍ରାମ କାଲି ଆପଣଙ୍କର ଆଉ ଅଲଗା ନା କେହି ପାଲିକି ଦର୍ଶକ କାଲି ମୁଁ ତ ଯାହା ଗଣମାଧ୍ୟମରେ ଦେଖିଲି ସେମାନଙ୍କର ଅଭିଯୋଗ ଅଛି ଯେ ଆମକୁ ଅସମ୍ମାନିତ କରିଛନ୍ତି, ଚୋର କହିଛନ୍ତି ବୋଲି ଶୁଣିବାକୁ ମିଳୁଛି। ଯଦି ତାହା ସତ୍ୟ ହୁଏ ତାହେଲେ ଧର୍ତ୍ତବ୍ୟ ଅପରାଧ, ଯଦି ସତ୍ୟ ହୁଏ ଧର୍ତ୍ତବ୍ୟ ଅପରାଧ, ତାହା ଭିଡ଼ିଓ ପିଆର୍ଆଇ ମେମ୍ବରମାନଙ୍କୁ ଏଭଳି ବ୍ୟବହାର କରିବା ଉଚିତ ନୁହେଁ। ଦ୍ୱିତୀୟ କଥା ହେଉଛି କାଲିର ଯେଉଁ ଦାବି ଥିଲା, ଦାବି ଆମେ ପଞ୍ଚାୟତ ସମିତି ସଭ୍ୟମାନେ ଥରେ ଭେଟିଥିଲୁ, ଭିଡ଼ିଓ ମଧ୍ୟ ଆମକୁ କହିଥିଲେ ଯାହା ବିଧି ବ୍ୟବସ୍ଥା ଅନୁସାରେ ମୁଁ କରିବି, ମୁଁ ସରକାରୀ କଳର ଜଣେ ଚାକିରିଆ, ମୁଁ ବିଧି ବ୍ୟବସ୍ଥା ଭିତରେ କରିବି। ସରପଞ୍ଚ ସଂଘ ମଧ୍ୟ ଭେଟିଥିଲା, ଏଇଟା ମିଳିତ ଭାବରେ ତୃତୀୟ ଥର ଏମାନେ ଭେଟିଥିଲେ। ତେଣୁ ଆପଣମାନେ ଜାଣିଛନ୍ତି ସରକାରୀ କଳର ବିଧି ବ୍ୟବସ୍ଥା କ'ଣ, କେମିତି ହୁଏ, ଅତୀତରେ କେମିତି ଚାଲିଥିଲା। ଯେତେବେଳେ ଆପଣମାନେ ଦେଖିଛନ୍ତି କାଲି ମିଳିତ ଭାବରେ ଯେତେବେଳେ ଯାଇଛନ୍ତି ବିଡ଼ିଓଙ୍କ ପାଖକୁ, ଯେଉଁମାନେ ମିଳିତ ଭାବରେ ଯାଇଛନ୍ତି ଅତୀତରେ ଦେଖିବାକୁ ମିଳିଥିଲା ଆମେ 18-20 ଜଣ ନବୀନ ଓଡ଼ିଶା ମୋ ଓଡ଼ିଶା ବେଳେ ପ୍ରତିବାଦ କରି ବାହାରେ ବସିଥିଲୁ। ସେତେବେଳେ ମଧ୍ୟ ବିଜେଡ଼ିର ଯେଉଁ ବନ୍ଧୁମାନେ ଆମ ସହିତ ଥିଲେ, ଯେଉଁ ସଂଘ ଭିତରେ ଅଛନ୍ତି, ସେମାନେ ଆମକୁ ବିରୋଧ କରିକିରି ସେ ତାଙ୍କର ପଞ୍ଚାୟତ ସମିତିରେ ଆପ୍ରୁଭାଲ କରିକିରି ସେ ତାଙ୍କର କାମ କରିନେଇ ଚାଲି ଯାଇଥିଲେ। ପଞ୍ଚାୟତ ସମିତିର ବ୍ୟବସ୍ଥା କ'ଣ ତାକୁ ଆଗ ତର୍ଜମା କରିବା ଦରକାର। ଅତୀତରେ ପଞ୍ଚାୟତ ସମିତି କିଭଳି ଭାବରେ ଚାଲିଥିଲା ତାହା ମଧ୍ୟ ତର୍ଜମା ହେବା ଦରକାର। ଏବଂ ଯଦି ପଞ୍ଚାୟତ ସମିତି ଠିକ୍ ଢଙ୍ଗରେ ଚାଲିଛି, ଆଜିକି ବୋଧେ 9 ମାସ ହେବ ପଞ୍ଚାୟତ ସମିତିର ସାଧାରଣ ବୈଠକ ବସି ନାହିଁ। 2 ମାସରେ ଥରେ ବସିବାର ବିଧି ବ୍ୟବସ୍ଥା ଥିଲେ ମଧ୍ୟ 9 ମାସ ହେଲାଣି ପଞ୍ଚାୟତ ସମିତି ବୈଠକ ବସି ନାହିଁ। କାହିଁକି ବସି ନାହିଁ? ଯଦି ଚେୟାରମ୍ୟାନ୍ କାଲି ଅଭିଯୋଗ କରିଛନ୍ତି ଯାଇକି ଜିଲ୍ଲାପାଳଙ୍କ ପାଖରେ, ପ୍ରଥମେ ତାର ଉତ୍ତର ଦିଅନ୍ତୁ 9 ମାସ ହେଲାଣି ପଞ୍ଚାୟତ ସମିତିର ସାଧାରଣ ବୈଠକ କାହିଁ ଡାକି ନାହାନ୍ତି। ଆଉ ଅନେକ କଥା ଅଛି ଯାହା ମୁଁ ଆପଣମାନଙ୍କ ଗଣମାଧ୍ୟମରେ ମୁଁ ପ୍ରେସ୍ ମିଟ୍ କରିକି ଜଣେଇମି। ନା ନା ମୁଁ ଉପସ୍ଥିତ ନଥିଲି, ମୋତେ ଅଭିଯୋଗ ଠିକ୍ ଲାଗିଲାନି। ମୋର ଯେଉଁ 3ଟା ପ୍ରଶ୍ନ ଥିଲା, ମୋ 3ଟା ପ୍ରଶ୍ନର ମାନେ ଯେଉଁ ଉତ୍ତର ସଂଘର ସଭାପତି ଦେଇପାରିଲେନି। ଭିଡ଼ିଓ ଯେବେଠାରୁ ଏଠି ଜଏନ୍ କଲେଣି ଆପଣ ଭାବୁଛନ୍ତି ନିରପେକ୍ଷତାର ସହିତ କାମ କରୁଛନ୍ତି ବୋଲି ଆପଣ ଅନୁଭବ କରୁଛନ୍ତି? ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନି, ଆମେ ତ ବ୍ୟସ୍ତ ହେବାର କାରଣ କ'ଣ? ଭିଡ଼ିଓ ଆସିଲେ 7-8 ଦିନ ହେଲା, ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ ହେଇନାହିଁ। ତେଣୁ ଆମେ ଏତେ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ। କିନ୍ତୁ ଅନ୍ୟ ଜନପ୍ରତିନିଧି କହୁଛନ୍ତି ସେମାନେ ନ ଜଣେଇକି ମୁଁ ମଧ୍ୟ ଜଣେ ଜନପ୍ରତିନିଧି ନା ନାହିଁ ଆପଣମାନେ ମାନିବେନି। ଅତୀତରେ ଯେତେ ଡେଭଲପମେଣ୍ଟ ୱାର୍କ ବାଲିକୁଦା ବ୍ଲକରେ ହେଇଛି, ନା ପଞ୍ଚାୟତ ସମିତିରେ ଆଲୋଚନା ହେଇଛି, ନା ଆମ ସହିତ ପରାମର୍ଶ କରାଯାଇଛି, ନା କେଉଁଠି ଏକ୍ଜିକ୍ୟୁଟିଭ୍ ଫାଇନାଲ୍ হবে ଆମକୁ ପଚାରିଛନ୍ତି। ଆମେ ତ ଦିନେ ଦେଖିନଥିଲୁ ପଞ୍ଚାୟତ ସମିତିରେ ଯେକୌଣସି କାର୍ଯ୍ୟକ୍ରମ ଫାଇନାଲ୍ ହେଲା ବେଳେ ପଞ୍ଚାୟତ ସମିତି ସଭ୍ୟ କିମ୍ବା ସରପଞ୍ଚଙ୍କ ଦୃଷ୍ଟିଗୋଚରକୁ ଆଣି ସରକାର ଦଳ କରୁଥିଲା ବୋଲି। ହଁ, ଏକ ପ୍ରକାର ବ୍ୟସ୍ତ କାହିଁକି, ନଈ ନ ଦେଖୁଣୁ ନଙ୍ଗଳା, ଏଇଟା ଠିକ୍ ସତ୍ୟ କଥା। ଅପେକ୍ଷା ଆପଣମାନେ ଏତେ ବ୍ୟସ୍ତ କାହିଁକି? ଜନପ୍ରତିନିଧି ମାନଙ୍କର ଆଭିମୁଖ୍ୟ ସେ କ'ଣ ରଖିବେ ମୁଁ କହିପାରିବିନି, କିନ୍ତୁ ଅତୀତରେ ଜନପ୍ରତିନିଧି ମାନଙ୍କର କିଛି ଆଭିମୁଖ୍ୟ ନଥିଲା, ଏକତରଫା ଚାଲିଥିଲା। ସରକାରୀ ଦଳ ଯାହା ନିଷ୍ପତ୍ତି କରୁଥିଲା ତାହା ହିଁ ଏଠି ହେଉଥିଲା। ତେଣୁ ଆଜି ଏତେ ପ୍ରତିବାଦ କାହିଁକି? ନାଇଁ ନାଇଁ, ଠିକାଦାର ଚୟନ ଭିଡ଼ିଓ କରିବା ସେ କଥା ବାବଦରେ ମୁଁ ମତ ଦେଇପାରିବି ନାହିଁ। କାରଣ ଭିଡ଼ିଓ ତାଙ୍କର କେମିତି କାମ କରିବେ, ସରକାରୀ ନିୟମ କ'ଣ ଅଛି, ସରକାରୀ ନିୟମକୁ ଉଲ୍ଲଂଘନ କଲେ ଆମେ ତାକୁ ପ୍ରତିବାଦ କରିବୁ। ଯଦି ସରକାରୀ ନିୟମରେ ଚାଲିଲା ତାହେଲେ ଆମର ପ୍ରତିବାଦ କରିବାର କିଛି କାରଣ ନାହିଁ। ପଞ୍ଚାୟତ ସମିତି ସଭ୍ୟ ଅଳାବର ହରିଶ୍ଚନ୍ଦ୍ର ଶତପଥୀ। କାଲି ମନୋରଞ୍ଜନ ଅଧିକାରୀଙ୍କ କର୍ମସୂଚୀ ଯାଇଥିଲୁ। ଆମେ ସଭ୍ୟ ସରପଞ୍ଚ ଉଭୟ ସଂଘର ଯାଇଥିଲୁ। ଭିଡ଼ିଓ ଆମ ଦାବି କ'ଣ ଦେଇଛୁ ନ ଦେଇଛୁ ସେ କଥା ନ ଦେଖି ଭିଡ଼ିଓ ତାଙ୍କ ଷ୍ଟାଇଲରେ କହି ଚାଲିଲେ ଯେ ଏମିତି ଏଭଳି ଅବସ୍ଥା ମାନେ ଦୁର୍ବ୍ୟବହାର କଲେ ଯେ ଆମେ ବାଧ୍ୟ ହୋଇକି ବାହାରି ଯାଇଥିଲୁ। ଆମେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବୁ, ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ଯେ 29 ତାରିଖ ଭିତରେ ଆମର ଦାବିକି ସମାଧାନ କରିବେ, ନହେଲେ ଆମେ 29 ତାରିଖ ଦିନ ଗାନ୍ଧୀ ଷ୍ଟାଚ୍ୟୁ ପାଖରେ ଆମେ ଅନଶନ କରିବୁ। ଭିଡ଼ିଓ ଡାଇରେକ୍ଟ କହିଲେ ଯେ ଯଦି ତୁମକୁ କାମ ଦାୟିତ୍ୱ ଦିଆହେବ ତାହେଲେ ଆମ ଜେଇ ଆମେ ସବୁ ବନ୍ଧା ହେବୁ, ଆଉ ମାନେ ଚୋର ଫୋର ଏଇ ଟାଇପ୍ର ମାନେ କହିଲେ ଯେ ମାନେ ଯଦି ତୁମକୁ କାମ ଦିଆହେବ ତାହେଲେ ତୁମେ କାମ ଠିକ୍ କରିବନି, ଆମ ଜେଇ ଭିଡ଼ିଓ ଆମେ ବନ୍ଧା ହେବୁ ସବୁ, ଏଇ ଟାଇପ୍ର ବ୍ୟବହାର କଲେ। ନା, ମର୍ଯ୍ୟାଦା ଠିକ୍ ନାହିଁ। ଯଦି ମର୍ଯ୍ୟାଦା ରଖିଥାନ୍ତେ ଅନ୍ତତଃ ସେ ବୁଝେଇ ପାରିଥାନ୍ତେ କାମ କିଏ କରିବ ନ କରିବ, କାମ କ'ଣ ହେବ, ଆମେ ଡେଭଲପମେଣ୍ଟ କାମ କାହିଁକି ହେଉନି ତା ଉପରେ ଯାଇଛୁ ଆଲୋଚନା କରିବା ପାଇଁ। ସେ ବିଷୟରେ ସେ ନ କହିକି ସେ ତାଙ୍କ ଷ୍ଟାଇଲରେ କହି ଚାଲିଲେ।
ଯେହେତୁ ସେ ପଞ୍ଚାୟତ ସମିତିର କାର୍ଯ୍ୟନିର୍ବାହୀ ଅଧିକାରୀ ତେଣୁ ତାଙ୍କ ପାଖକୁ ଆସିବା ଆମର ଠିକ୍। ଆମେ ଆସିଲୁ ସମସ୍ତେ, ତେଣୁ ଆମ କଥାକୁ ସେ କୌଣସି କଥାକୁ ସେ ଶୁଣିଲେନି। ନିରପେକ୍ଷତାର ସହିତ କାମ କରୁନାହାନ୍ତି ନା, ସେ ୱାନ୍ ସାଇଡ୍ ତାଙ୍କ ସେ କାହା ଇଙ୍ଗିତରେ କରୁଛନ୍ତି ସେ କଥା ସେ ହିଁ ଜାଣିଛନ୍ତି। ସାଗର କୁମାର 7 ଦିନ ହେବ ଆସିଛନ୍ତି, 7-8 ଦିନ ହେବ। କୌଣସି କାମ ହେଉନି, ବିଜେପି କାମ ତାଙ୍କ କେଉଁଠୁ ଗୋଟେ ଚିଠା ଆଣି ଯେଉଁମାନଙ୍କୁ ଇନଷ୍ଟ୍ରକ୍ସନ୍ ଦେଇଛନ୍ତି ଯେ ତମେ କାମ ଆରମ୍ଭ କର। ତେଣୁ ସେ ଚିଠା କେଉଁଠୁ ଆସିଲା କ'ଣ ଆସିଲା ସେ କଥା ସିଏ ଜାଣିଥିବେ, ବିଡ଼ିଓ ଜାଣିଥିବେ। ଆମେ ଚାହୁଁଛୁ ତୁରନ୍ତ କାମ ମାନେ ଆର ସମାଧାନ କରାଯାଉ। ବିଡ଼ିଓ ଯେମିତି ଆମକୁ ମାନେ ସମସ୍ତ ସଭ୍ୟ ସରପଞ୍ଚକୁ ଅସମ୍ମାନ କରିଛନ୍ତି ସେ କଥା ଜିଲ୍ଲାପାଳ ନିଷ୍ପତ୍ତି କରିବେ କ'ଣ 7 ଦିନ ଭିତରେ। 29 ତାରିଖ ପୂର୍ବରୁ ଆଜି ଜିଲ୍ଲା ପରିଷଦ ବୈଠକରେ ବି କହିଛନ୍ତି, ମୁଁ ସେ ବିଷୟରେ ବି ଫାଇନାଲ୍ କରିବି। କ'ଣ ଜିଲ୍ଲା ପରିଷଦ ବୈଠକରେ ଆଜି ଆମେ ଅପେକ୍ଷା କରିଛୁ। ନୀରବ ରହିଲେ ଆମେ ତ ଆନ୍ଦୋଳନ କରିବୁ, ରାଜରାସ୍ତାକୁ ଓହ୍ଲେଇବୁ। କିଶୋର ସାହୁ, ସରପଞ୍ଚ ବାଲିକୁଦା। ଦେଖନ୍ତୁ ଆପଣମାନେ ସମସ୍ତେ ଅବଗତ ହେବ, ସାଗର ନନ୍ଦ ଏବେ 2-4-5-7 ଦିନ ହେଲା ଜଷ୍ଟ ଆସିଲେ। ଗୋଟେ ଭିଡ଼ିଓକୁ ବି ଆମେ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କୁ ସମ୍ବର୍ଦ୍ଧନା ବି ଦେଇଛୁ ଆମେ ସମସ୍ତେ। ସେଦିନ ବି ସେ ଯେଉଁଭଳି ଭାବରେ ଆମକୁ ବୁଝେଇଲେ ସବୁ ବାଘ ମାଙ୍କଡ଼ ଇଏ ସିଏ ଏମିତି ସେମିତି, ଆମେ ସେଦିନଠୁ ବି ବୁଝି ଯାଇଥିଲୁ ତାଙ୍କର ମାଇଣ୍ଡଟା କ'ଣ ହେବ। ସ୍ୱାଭାବିକ ଯେ ସରକାରରେ ଥାଏ ତା ସରକାରୀ ଲୋକ ସରକାର ଇଏରେ ରହିବେ। ସରକାର ବର୍ତ୍ତମାନ ବଦଳିଛି। ଆମେ ବିଗତ 2 ଟର୍ମରେ ସରପଞ୍ଚ ରହିଲୁଣୁ। ଲୋକଙ୍କ ସମସ୍ୟା ପାଇଁ ପ୍ରତିନିଧି ଜନପ୍ରତିନିଧି ଲୋକମାନେ ଠିକ୍ କରିଛନ୍ତି କ'ଣ ପାଇଁ ଯେ ଲୋକଙ୍କ ଠିକ୍ ଭାବରେ ମୁଦ୍ଦା ଉଠାଇ ପାରିବ। ଲୋକ ଚଏସ୍ କରୁଛନ୍ତି ଏଇ ଲୋକ ଆମ ଗଲେ ଆମ ପଞ୍ଚାୟତର କାର୍ଯ୍ୟକ୍ରମ ଠିକ୍ ଭାବରେ କରିପାରିବ। ତେଣୁ ଲୋକପ୍ରତିନିଧିଙ୍କ ଦ୍ୱାରା ଯେଉଁ ପ୍ରକଳ୍ପ ଚୟନ କରାଯାଉଛି ବା ଗ୍ରାମସଭାରେ ରଖାଯାଉଛି, ଯେଉଁଗୁଡ଼ା ବିଭିନ୍ନ ସମସ୍ୟା ଯାହା ହେଲେ ବି ସରପଞ୍ଚ ମାଧ୍ୟମରେ ତ କରାଯାଉଛି ନା। ପଞ୍ଚାୟତ ସମିତି କାହାକୁ ନେଇ ଗଠିତ? ସରପଞ୍ଚ ସଭ୍ୟ ଏମାନଙ୍କୁ ନେଇ ଗଠିତ। ତେଣୁ ତାଙ୍କର ଯେଉଁ କାର୍ଯ୍ୟକ୍ରମ ଅଛି ଯାହା ଗ୍ରାମସଭାରେ ଥିଲା, ଆମେ ସେଇ ପ୍ରକଳ୍ପ ଗୁଡ଼ାକ ବିଷୟରେ ଆଲୋଚନା କରିବାକୁ ଯାଇଥିଲୁ। କେମିତି କ'ଣ କାମ ହେବ ଆମେ ସାର୍ ଏଇ ହଠାତ୍ ତୁମେ ଆମକୁ ଆଡ଼୍ କରୁଛ। କାମ ତ ଡିସାଇଡ଼୍ ହେଇଯାଇଛି, ତାଙ୍କ ଏକ୍ଜିକ୍ୟୁଟିଭ୍ ଭିତରେ ରହିବେ। ସେ କଲେକ୍ଟର ଫାଇନାଲ୍ ସରପଞ୍ଚ କ'ଣ କାମ କ'ଣ ଆମେ ଜେଇ ନାଁରେ କାମ, ଆଉ ତମମାନଙ୍କୁ କାମ ଦେଲେ କ'ଣ ଜେଇ ମାନେ ନାଁରେ କାମ ଜେଇ ମାନେ ବନ୍ଧା ହେବେ ସବୁ। ଇଏ ହ୍ୱାଟ୍ ଆମେ ହଠାତ୍ ବୁଝିପାରିଲି। ଏଭଳି ଜଣେ ଭିଡ଼ିଓ ହଠାତ୍ କ'ଣ ପାଇଁ କହିବାର କାରଣ କ'ଣ? ଆମେ ଏଇଥିପାଇଁ ବିକ୍ଷୁବ୍ଧ ହେଲୁ ଯେ ମୁଁ ସେ କଥା ଭିଡ଼ିଓଙ୍କୁ ପଚାରିଲି ବା ତାଙ୍କର ସଭ୍ୟ ସଂଘର ସଭାପତି ପଚାରୁଛନ୍ତି, ତାକୁ କୁହନ୍ତି କାହା ତତ୍ତ୍ୱାବଧାନ ମାନେ କ'ଣ? ତ ସିଏ ପଚାରୁଛୁ ତତ୍ତ୍ୱାବଧାନରେ ଆମମାନଙ୍କ ଯେହେତୁ ଆମେ କାମ ଚୟନ କରୁଛୁ ବା ଆମେ ରଖିଛୁ କାମ ଆମ ତତ୍ତ୍ୱାବଧାନ, ତାଙ୍କୁ ହଠାତ୍ ବି ତାଙ୍କ ପ୍ରତି ଯେଉଁ ବ୍ୟବହାର କରାଗଲା, ଆଉ ଜଣେ ଲେଡି ସରପଞ୍ଚ ଥିଲେ ତାଙ୍କୁ ବି ସେମିତି ଏମିତି ଆମେ ଏବେ ଏଭଳି ବ୍ୟବହାର ଗୋଟେ କୌଣସି ଏତେ ଆମେ ରହିଲୁ। ମୋ ବିଗତ 10-15 ବର୍ଷ ହେଲାଣି ଆମେ ଯେଉଁ ଦାୟିତ୍ୱରେ ଅଛୁ, ଆମେ କାହିଁ ଏମିତିଆ ଭିଡ଼ିଓ କେବେ ଦେଖିନଥିଲୁ। ଏଭଳି ଫାଷ୍ଟ ଟାଇମ୍ 5-7 ଦିନ ଭିତରେ କେମିତି ସେ ଚିହ୍ନିଗଲେ କେଉଁ ସରପଞ୍ଚ କ'ଣ, କିଏ କେଉଁ ଦଳର କ'ଣ। ଆମେ ଏମିତିରେ ଆଜି ଯାଏ ଆମେ ଦେଖିଛୁ ଲୋକଙ୍କୁ ଦଳ ପଛରେ ଆମେ ଯିଏ ନିର୍ବାଚିତ ହେଇନାହାନ୍ତି କେଉଁ ଦଳର ସାମ୍ପୁଲରେ କେହି ଠିଆ ହେଇନାହାନ୍ତି, ହାତ ଶଙ୍ଖ ଫଙ୍କରେ କେହି ଠିଆ ହେଇନାହାନ୍ତି, ସବୁ କେଉଁଠି କଦଳୀ ମାଛ ଚିହ୍ନ ଏମିତିଆରେ କେହି ଠିଆ ହେଇନାହାନ୍ତି। ଲୋକଙ୍କ ପାଇଁ ଆମେ ଆଇଛୁ। ତେଣୁ ଲୋକଙ୍କ ମୁଦ୍ଦା ଉଠାଉ। ଯଦି ଲୋକଙ୍କ ମୁଦ୍ଦା ପାଇଁ ସରପଞ୍ଚର ଭୂମିକା ବାଲିକୁଦା ବ୍ଲକରେ ପ୍ରଥମ କରି କିଛି ନାହିଁ ଗୌଣ, ତାହେଲେ ଆମେ କାହିଁକି ସେ ପଞ୍ଚାୟତ ସମିତି ତାକୁ ବିରି ଯିବୁ? ଆମେ ସେଥିପାଇଁ ବିରୋଧୀଙ୍କୁ ଆମେ ଯେଉଁ ତାଙ୍କର ଯେଉଁ ବ୍ୟବହାରରେ ଆମେ ଅତିଷ୍ଠ ହେଇକି ଆମେ କଲେକ୍ଟରଙ୍କୁ ଦେଖା କଲୁ। କଲେକ୍ଟର ନିଶ୍ଚିତ ଭାବରେ ଆମକୁ କହିଲେ, କଲେକ୍ଟର ଆମେ କହିଲେ ଆଜ୍ଞା ଏକ୍ଜିକ୍ୟୁଟିଭ୍ କ'ଣ ଆପଣ କୁଆଡ଼େ ଦେଇଛନ୍ତି ବୋଲି କହୁଛନ୍ତି? ନା ଏକ୍ଜିକ୍ୟୁଟିଭ୍ ଦେବାର ଅଥରିଟି ତ ମୁଁ ନୁହଁ, ସିଏ ଭିଡ଼ିଓ ତାର ଅଥରିଟି। ତେଣୁ ସିଏ କେମିତି ମ୍ୟାନେଜ୍ କରିବେ କ'ଣ କରିବେ ସେଗୁଡ଼ା କରିବା କଥା। 4 ଦିନ 8 ଦିନ ଭିତରେ କାହିଁ ଏମିତି ହେଲା? ମୁଁ ଏଇଟାକୁ ଆମର ଜିଲ୍ଲା ପରିଷଦ ମିଟିଂ କାଲି ଅଛି, ତାକୁ ଫ୍ଲୋରରେ କଥା ଉଠେଇବି, ଆପଣମାନେ ବି ତାକୁ ଇଏ କରିବେ, ମୁଁ ତାଙ୍କୁ ବୁଝେଇବି କହିବି ଯଦି ସମନ୍ୱୟ ରକ୍ଷା କରି କରାଏ। ଆମେ ସେଇଆ କହିଲୁ ଯଦି ଯେଉଁ ଆମକୁ ଅସମ୍ମାନିତ କରାଯାଇଛି ଯଦି ସେଇଭଳି ଭାବରେ ସମ୍ମାନିତ କରି ଯଦି ବ୍ଲକଟାକୁ ଠିକ୍ ଭାବରେ ସମସ୍ତଙ୍କୁ ନେଇ କାର୍ଯ୍ୟକ୍ରମ କରିବାର ଯଦି କରନ୍ତି ତାହେଲେ ଠିକ୍, ନହେଲେ 29 ତାରିଖଟାକୁ ଆମେ ଡେଡ଼ଲାଇନ୍ ନେଇଛୁ। 29 ତାରିଖ ପରଠୁ ଆମେ ସମସ୍ତେ ଆନ୍ଦୋଳନ କରି ବସିବୁ। ଦରକାର ପଡ଼ିଲେ ଜିଲ୍ଲା ସଂଘ ରାଜ୍ୟ ସଂଘ ସମସ୍ତେ ଆସିକି ଦେଖିବେ। କାରଣ ଆମେ ଚାହୁଁନୁ କିଏ କାହାକୁ ନେଇ ସରକାର ଦଳର ଯିଏ କାମ କରନ୍ତି ଯେଉଁ ସରପଞ୍ଚ ଯେଉଁ ଭିଡ଼ିଓ ଆସନ୍ତି ନିଶ୍ଚିତ ଭାବରେ ସରକାର ଆଡ଼କୁ ଝୁକିବେ ଟିକେ। ହେଲେ ବି ଯେଉଁ ସରପଞ୍ଚ ମାନେ ବି ଅଛନ୍ତି ସେମାନଙ୍କୁ